ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ହେଲା ପରେ ଚାରି ଦ୍ୱାରର କବାଟ ଖୋଲିବା କଥା ବା ଦ୍ୱାର ଖୋଲିବା କଥା ଯାହା ପ୍ରବକ୍ତା ମାଧ୍ୟମରେ କହୁଥିଲେ, ବାସ୍ତବରେ ସେ କଥା କେବଳ ଛଳନା ଥିଲା। ଆପଣଙ୍କର ଯୋଉ ରତ୍ନ ଭଣ୍ଡାର ଖୋଲିବା ପାଇଁ ଯୋଉ ଚାବି କଥା ଆସିଲା, ପରେ ଡୁପ୍ଲିକେଟ ଚାବି କଥା ପରିକଳ୍ପନା କରିକି ଯୋଉ କଥା ଆସିଲା, ଠିକ ସେମିତି ଚାରି ଦ୍ୱାର ଖୋଲିବା କଥା ମଧ୍ୟ ସଠିକ ନିଷ୍ପତ୍ତି ନେବାରେ ସକ୍ଷମ ହେଇପାରୁନାହାନ୍ତି ବା ଅକ୍ଷମତା ପ୍ରକାଶ କରୁଛନ୍ତି। ଟିକିଏ ଯଦି କୋଉଠି ଗୋଳମାଳ ହେଇଯିବ ତାହେଲେ ତାଙ୍କର ସରକାର ପତନ ହବ, ଏଇ କଥାକୁ ବୋଧେ ସେ ଭିତ୍ତି କରିକି ଭୟଭୀତ ଅଛନ୍ତି। କିନ୍ତୁ ଗୋଟେ ଭକ୍ତଙ୍କର ପାଇଁ, ଠିକ କଥା, ଭକ୍ତଙ୍କର ପାଇଁ ଏବଂ ଓଡ଼ିଶାର 4.5 କୋଟି ଓଡ଼ିଆଙ୍କର ଆବେଗକୁ ନେଇକରି ଯେଭଳି ଭାବରେ ଭବିଷ୍ୟତକୁ ଆଧାର କରିକି ତତ୍କାଳୀନ ପ୍ରଶାସକ ମାନେ ଏହାକୁ ଚାରିଦ୍ୱାର କରିଥିଲେ, ଭିଡ଼ ହବ ଏବଂ ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଭାବରେ ଚାରିଦ୍ୱାର ମାଧ୍ୟମରେ ପ୍ରବେଶ କରିକି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ, ଭବ୍ୟ ଦର୍ଶନ ହେବ, ଏ କଥାକୁ କାର୍ଯ୍ୟକାରୀ କରିବାରେ ଫେଲ୍ ମାରିଛନ୍ତି ଏବଂ କେବଳ ବର୍ତ୍ତମାନ ଭୟଭୀତ ହେଇକରି ମିଛ କଥା କହି ନିର୍ବାଚନକୁ ମାଧ୍ୟମରେ କିଛି ନ କରିବା ପାଇଁ ଚକ୍ରାନ୍ତ କରିକି ଯେମିତି ରତ୍ନଭଣ୍ଡାର ଖୋଲିଦେଲେ, ଜଣାପଡ଼ିବ କ'ଣ ଅଛି, ସରକାର ଭାଙ୍ଗିଯିବ। ଏ ପ୍ରକାର ଭୟଭୀତ ହେଇକରି ନା ସେ ତାଙ୍କର ରତ୍ନଭଣ୍ଡାରର ଚାବି ମାଧ୍ୟମରେ ଖୋଲିବେ କି ଆପଣଙ୍କର ଚାରି ଦ୍ୱାର ଖୋଲିବା ପାଇଁ ନିଷ୍ପତ୍ତି ନେବେ। ଯଦି ପ୍ରକୃତରେ ସରକାର ସତ୍ କାମ କରୁଥିବେ ଏବଂ ପ୍ରଭୁ ଜଗନ୍ନାଥଙ୍କର ସେବା କରିବା ପାଇଁ ନିରପେକ୍ଷତା ଅବଲମ୍ବନ କରୁଥିବେ, ତାହେଲେ ଯଦି ସତ୍ସାହସ ଅଛି ନିର୍ବାଚନ ପୂର୍ବରୁ ଆପଣଙ୍କର ରତ୍ନଭଣ୍ଡାର ଖୋଲିବା ସହିତ ଚାରିଦ୍ୱାର ଖୋଲି ପାରିବେ କି? ଇଏ ପ୍ରଶ୍ନ ମୁଁ ତାଙ୍କରି ପାଖରେ ଛାଡ଼ିଲି। ସେ ଜବାବ ଦେବା ଦରକାର ଏବଂ ମୋତେ ଜବାବ ଦେବା ଦରକାର ନାହିଁ, 4.5 କୋଟି ଲୋକଙ୍କୁ ଜବାବ ଦେବା ଦରକାର ଏବଂ ତାଙ୍କ ଉତ୍ତର ରଖିବା ଦରକାର। ତାହେଲେ ଆମେ ଜାଣିବୁ ଯେ ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଠୋସ୍ କାମ କରୁଛନ୍ତି।